ଏଇ ଗଲା କେଇଟା ବର୍ଷ ଭିତରେ ସେଇ ଗଛ କଡ଼କୁ ଲାଗି 3-4ଟା କୋଠା ବି ହେଇସାରିଲାଣି ବୋଲି ବାପା କହୁଥିଲେ। ସେଇ ରୁନ୍ଧି ପରିବେଶର ପରିସୀମା ଡେଇଁ ଡାହାଣୀର ରୁଦ୍ଧ ସ୍ୱର ବୋଧେ ଆଉ ପହଞ୍ଚି ପାରିଲାନି ମୋ ଯାଏ। ବୋଧେ ଅନେକ ଚେଷ୍ଟା କରିଥିବ ସେ କହିବାକୁ, ଏବେ ତ ନେଇଯା ମତେ ତୋ ସାଙ୍ଗରେ। ତୁ ଗଲା ପରେ ଆଉ ଭଲ ଲାଗୁନି ଗାଁଟା। ମୁଁ କିନ୍ତୁ ଅଣଦେଖା କରି ଚାଲିଛି ତା ରୁଗ୍ଣ ହେଇ ଚାଲି ଯାଇଥିବା ଅସ୍ତିତ୍ୱକୁ ମୋ ବର୍ଦ୍ଧିତ ବୟସର ତାଳରେ। ଧୀରେ ଧୀରେ ପରିବର୍ତ୍ତନମୁଖୀ ଗାଁର ଚାକଚକ୍ୟ ଭିତରେ ମୁଁ ପାଶୋରି ଚାଲିଛି ମୋ ଜେଜେଙ୍କ ଅମଳର ସେ ଚାକୁଣ୍ଡା ଗଛ ଆଉ ମୋ ପିଲାଦିନର ସ୍ମୃତିକୁ ଆଚ୍ଛନ୍ନ କରି ରଖିଥିବା ସେ ଚାକୁଣ୍ଡା ଗଛର ଡାହାଣୀକୁ। କିନ୍ତୁ ହଠାତ୍ ଏମିତି ପାକିନାନୀର ବାହାଘର ଠିକ୍ ହେଇଯିବ ବୋଲି ମୁଁ କେବେ ଭାବିନଥିଲି। ବାଧ୍ୟ ହେଇ ଛୁଟି ନେଇ ଗାଁକୁ ଯିବାକୁ ପଡ଼ିବ ଏବେ। ପାଠପଢ଼ା ପାଇଁ ବାହାରେ ରହିବା ଦିନଠୁ ପ୍ରାୟ 4 ବର୍ଷ ହେଲାଣି ଗାଁକୁ ଯାଇନି। +2 ବୋର୍ଡ଼ ପରୀକ୍ଷାର ଟେନସନ୍ ଭିତରେ ପାକିନାନୀର ବାହାଘରରେ ଯୋଗ ଦେବାଟା କଥା +2 ବୋର୍ଡ଼ ପରୀକ୍ଷାର ଟେନସନ୍ ଭିତରେ ପାକିନାନୀର ବାହାଘରରେ ଯୋଗ ଦେବା କଥାଟା ମୋତେ ଭାରି ଅସ୍ତବ୍ୟସ୍ତ କରି ପକାଉଥିଲା। ତଥାପି ଛୁଟି ନେଇ ଅନେକ ରାସ୍ତା ଟ୍ରାଭେଲ୍ କରି ଗାଁକୁ ଆସିବାକୁ ପଡ଼ିଲା। ନହେଲେ ପୁଣି ମୋ ପାକିନାନୀ ସେଇ କଥାକୁ ନେଇ ଜୀବନ ସାରା ଖୁଣ୍ଟ ମାରିଥାନ୍ତା। ବାଟ ସାରା ଆସିଲା ବେଳେ ମୋ ଆଖି ଆଗରେ ନାଚି ଯାଉଥାଏ ମୋ ପିଲାଦିନର କଥା। ଗାଁ ଦାଣ୍ଡରେ ବହୁ ଚୋରି ଖେଳ, ପୋଖରୀ ହୁଡ଼ାରୁ କରମଙ୍ଗା ଚୋରି, ବଗୁଲି ବୁଢ଼ୀର ଢଗଡମାଳି ଆଉ ସବୁ ଭିତରେ ଏକଦମ ନିଆଁରେ ଚାକୁଣ୍ଡା ଗଛର ଡାହାଣୀ। ଏସବୁ ଭାବନା ଭିତରେ କାର୍ଟା ସିଧା ଆସି ଲାଗିଲା ଗାଁ ଘର ଦୁଆର ମୁହଁରେ। ବଡ଼ ଅସ୍ୱସ୍ତିର ସହ ଘର ଭିତରକୁ ପଶୁ ପଶୁ ଆଖିରେ ପଡ଼ିଲା ପାକିନାନୀର ବାହାଘର ପାଇଁ ବନ୍ଧା ହେଇଥିବା ବେଦିଆଡ଼େ। ଚିକିମିକି ପରଦା, ନାଲିଆ ଚାନ୍ଦୁଆ, ଝକମକ କରୁଥିବା ଲିଚୁ ଲାଇଟ୍ ଆଉ ପ୍ଲାଷ୍ଟିକ ଫୁଲର ସଜା ବେଦି ଆଡ଼କୁ। ହଠାତ୍ ହୋମ ନିଆଁ ଜଳିବା ପାଇଁ ଯେଉଁଠି ହୋମକୁଣ୍ଡଟା ଖୋଳା ହେଇଥିଲା ଦେଖିଲି ସେଠି ବହୁତ ହୁତ୍ ହୁତ୍ ହେଇ ଜଳୁଥିଲା ଏକ ଝାପ୍ସା ନାରୀ ମୂର୍ତ୍ତିର ଛାୟା। ଆଖିରେ ତାର ଭୟ କି ଜ୍ୱଳନର ଯନ୍ତ୍ରଣା ନଥିଲା, ଥିଲା ସତେ ଅପରିମିତ ଆବେଗ, ଅଫସୋସ ଆଉ ଅପେକ୍ଷାର ଶୂନ୍ୟସ୍ଥାନ। ତା ଆଖିରୁ ନିଗିଡ଼ି ଯାଉଥିଲା ପ୍ରତୀକ୍ଷାର ଧାରେ ଲୁହ, କିନ୍ତୁ ଓଠରେ ଟିକେ ହସ ଟାଣି ନେଉଥିଲା ଏକ ଲମ୍ବା ବିଦାୟ। ନିଆଁରେ ଜଳୁଥିଲା ତା ଶରୀର। ରକ୍ଷା ଉଦ୍ଦେଶ୍ୟରେ ହାତ ବଢ଼ାଇ ନଥିଲା, ବଢ଼ାଇଥିଲା ଶେଷ ସ୍ପର୍ଶ ପାଇ। ହଠାତ୍ କାନ ପାଖରେ କେହି ଜଣେ ଅତି କ୍ଷୀଣ କରୁଣ ସ୍ୱରରେ କହିଲେ, ତୁ ଆସିବାକୁ ଡେରି କରିଦେଲୁ ଲୋ ଝିଅ। ତାପରେ ଘୋଟିଗଲା ଭିନ୍ନ ଏକ ସ୍ତବ୍ଧତା। ବାହାଘର ଘରେ ବାଜୁଥିବା ସାହାନାଇ, ମାଇପି ଲୋକଙ୍କ କାନ୍ଦଣା କି ମାଇକର କର୍କଶ ଧ୍ୱନି ମୋ କାନକୁ ଶୁଭୁନଥିଲା। ବାରମ୍ବାର ଖାଲି ଶୁଭୁଥିଲା ସେ ଅଦୃଶ୍ୟ ନାରୀର ସ୍ୱନା। ପାର୍ଟ 3 ନେକ୍ସଟ ଭିଡ଼ିଓରେ ଶୁଣିବେ।